କିନ୍ତୁ ମୋ ମା ବି ଷ୍ଟ୍ରଙ୍ଗ ଥିଲା ଏବେ ମଲା ଚିନ୍ତା କରୁଛନ୍ତି ନା ନା ମୋ କହିବା ଆଗରୁ ବହୁତ ଲୋକଙ୍କର 8ଟା 9ଟା 5ଟା 3ଟା ପିଲା ଥିଲା ଏଇକିନି ତ ଘର ପିଛା ଗୋଟେ ସେଇ ତା ବି ନାହିଁ ଅନେକ ଜାଗାରେ ନାହିଁ ତେବେ ଜନସଂଖ୍ୟା ବଢ଼ୁଛି କେମିତି ଏଇ ଆଗରୁ ଯେଉଁ ସବୁ ବଢ଼ିଛି ଆଜ୍ଞା ସେଇଗୁଡ଼ାକ ବଢ଼ି ବଢ଼ିକି ଗୋଟେ ହେଲେ ବି ସେଟା ବଢ଼ାରେ ଆସିଯାଉଛି ଏଇଟା ସତ এইটা ঠিক সত ମୁଁ ଆକୁ ବିଚାର କରିଦେବି ଯେଉଁଟା ବଢ଼ି ବଢ଼ି ଆସିଛି ଯେଉଁ ଏକ ଯେଉଁ ହେଉଛି ହେଉନି ସେଇଟା ଆଗରୁ ବଢ଼ିଛି ସେଇଟା ୟାକୁ ମିଶାଇଲା ବେଳକୁ ବଢ଼ିବା ସଂଖ୍ୟା ଜୋର ମରିବା ସଂଖ୍ୟା କମ୍ ମରିବା ସଂଖ୍ୟା କମ୍ ମେନ୍ ମୋର୍ଟାଲିଟିଟା ଏବେ କମ୍ ଅଛି ସେତେବେଳେ ମୋର୍ଟାଲିଟି ରେଟ୍ ଅଧିକ ଥିଲା ବୋଲି ବାପା ମା ଏତେ ଛୁଆ ଜନ୍ମ କରୁଥିଲେ ଚାରଣାର ଚାଉଳ ମୁଁ ଆଣେ ମୁଁ ମୁଣ୍ଡେଇ ମୁଣ୍ଡେଇ 3 ଜାଗା ରଖିକି ଆସେ ଆଜ୍ଞା ନୂଆ ପଇସା ସେତିକି କିଏ ପଚାରେ ଆଉ ଗୋଟେ ବଡ଼ କଥାରେ ନଜର କରନ୍ତୁ ଆପଣଙ୍କର ଚାଷ ଜମି ଏଇଠି ବରଂ କମୁଛି ଚାଷୀ ସଂଖ୍ୟା କମୁଛନ୍ତି କାରଣ ସମସ୍ତେ ଅଫିସର ଏଇଠି ତଥାପି ତ ଅଭାବ ପଡ଼ୁନି ଅଭାବ ପଡ଼ିବନି କାରଣ କ'ଣ ମୁଁ ଭାବୁଛି ବୋଧେ କାରଣ ହେଉଛି ଯେ ରୋଗଟା ଧର ଆପଣ ଡାଇବେଟିସ୍ ଯାହାର ଟିକେ ଅଳ୍ପ ଖାଇଲା ଡାଏଟ୍ ପ୍ଲାନ୍ ଖାଦ୍ୟ ଶୃଙ୍ଖଳ ହେଇଯାଉଛି ନାଇଁ ଆଜ୍ଞା ଆଜ୍ଞା ମାନେ ବହୁତ ସଂଖ୍ୟାରେ ବଢ଼ି ଚାଲିଛି ଡାକ୍ତର ଚିହ୍ନି ପାରୁନାହାନ୍ତି ଲୋକ କହୁଛନ୍ତି ତୋର ହାର୍ଟ ଅଛି କିନ୍ତୁ ସିଏ ଯାଉ ଯାଉ ମରୁଛି ସେ କେଉଁ ହାର୍ଟ ସେଟା ଜାଣି ନା ନା ଏଇଟା ତ ସତ କିନ୍ତୁ ଆପଣ ନଜର କରନ୍ତୁ ଖାଇବା ସୁନା ରେଟ୍ ବଢ଼ିଯାଉଛି ସବୁର ରେଟ୍ ବଢ଼ିଯାଉଛି କିନ୍ତୁ ଚାଉଳ ସେଇ ହିସାବରେ ତ ରେଟ୍ ବଢ଼ିନି ନା ସେଇ ହିସାବରେ କ'ଣ ବଢ଼ିଛି କହୁନାହାନ୍ତି ଆମ ଅନୁସାରେ ଆମକୁ ବହୁତ ମାଲୁମ ହେଉଛି 35 ଟଙ୍କା କେଜି ଆଜ୍ଞା ହଁ ଟଙ୍କା ଚାଉଳରେ କ୍ଷୀରି ନା ନା ଏଇଖିଣି ଇଏ ବୋଧେ ଚାଉଳ କିଲୋ ହେବା କଥା 2000 କି 1000 କାହିଁକି କହିଲେ ଟୋଟାଲ କେହି ଚାଷ କରୁନାହାନ୍ତି ଚାଷୀ କମ୍ କିନ୍ତୁ ଅଫିସର ବା ଏଜୁକେଟେଡ୍ ବାଲା ବହୁତ ହେଇକିଣି ତାପରେ ବର୍ତ୍ତମାନ ଏଇ ଯେଉଁ ସଂସ୍ଥା କଣ୍ଟ୍ରୋଲ ସଂସ୍ଥା ଆଜ୍ଞା ନଥିଲା ଡିଲରସିପ୍ ନଥିଲେ ମୋ ଦେଖାଣିରେ ମୁଁ ଆଜ୍ଞା ନ୍ୟାଚୁରାଲ ଚାଉଳ କିଣା 2 ଟଙ୍କାରେ କିଣି ଆଜ୍ଞା ଆମର ହଁ ଆଜ୍ଞା ଏଟା କିଲୋ ନୁହେଁ ଗୋଟେ ସେରେ କାଳେ 600 ସମଥିଙ୍ଗ ନା 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 ବେଶୀ 1250 ଆଉ ଏଟା ହେଲା 900 କିଲେ 250 ଏଇ ଯେଉଁ କିଲୋଟା 900 ଆପଣ ଆଉ ଥିଲା ବି ଗଉଣୀଟା ସେଟା ରୁଟିଗଲା ଗୋଟେ ବେଲା ଆସିଲା ଆମ ଆପଣ କହୁଥିଲେ କହିଲେ ଟଙ୍କାରେ 1600 ଆଜ୍ଞା 1600 ଚାଉଳ ମୋ ବାପା କହୁଥିଲେ ଆଜ୍ଞା ଏଇଟା ସତ ସେତେବେଳେ ଆମକୁ କୁହା ହେଉଥିଲା ଆଜ୍ଞା ଟଙ୍କାରେ 1600 ଆମେ ଆଣୁଥିଲୁ ବୁଲୁଥିଲୁ 3 ଦିନ 4 ଦିନ 10 ଦିନ ଏବଂ ପଇସାର ଯେତିକି ମୂଲ୍ୟ ନଥିଲା ଆମର ଦେଣ ନେଣ ଥିଲା ଏ ଜିନିଷ ଦେଇଦେବେ ହଁ ସେଇ ସିଷ୍ଟମ ଏବେ ବି ଆଇଲା ଏବେ ବି ଆସିଲା ଏଇ ଫୋନ ପେ ଟା କ'ଣ କି ଲାଇଫ୍ ଯେ ସର୍କଲ ଯୋଉ କହିଛି ଆମ ମାନଙ୍କ ଜୀବନଟା ହେଲା ଗୋଟେ ସର୍କଲ କିନ୍ତୁ କେମିତି କ'ଣ ଆଗରୁ ବଡ଼ ସିଷ୍ଟମ ମୋତେ ଆପଣ ଚାଉଳ ଦିଅନ୍ତୁ ମୁଁ ଆପଣଙ୍କୁ ଆମ୍ବଟେ ଦେବି ମୋତେ ଆପଣ ପରିବା ଦିଅନ୍ତୁ ମୁଁ ଆପଣଙ୍କୁ ସାର୍ଟଟେ ଦେବି ସେଇ ସିଷ୍ଟମ ଆଇଲା କିନ୍ତୁ ଆଧୁନିକ ଟିକେ ପଳେଇଲା ଫୋନ ପେ ଅଙ୍କଲ ମୋ କାମଟା ମୁଁ ଏଇଟା ଦେଲି ମୋତେ ଏଇଟା ଦିଅନ୍ତୁ ତ କିନା ଆପଣ ହାଟକୁ ପଇସା ନେଲେ କି ଯାହାର ଏଇଟା ବଡ଼ ସିଷ୍ଟମରେ ଗଲା ନା ଏଇଟା ଗୋଟେ ସର୍ଭିସ୍ ଦେଲେ ନା ଆପଣ ସେ ବଡ଼ ସିଷ୍ଟମ ରିସାଇକ୍ଲିଂ ପରେ ଏ ନୋଟ ବନ୍ଦ ହେଇଯାଇପାରେ ଆପଣ ମାରିକା ଲେଖା ନଥିଲା କି ଆଉ ମାନେ ଟଙ୍କା ପଇସା ଚଳିବନି ସବୁ କାଗଜ କଲମେ ପୃଥି ଚାଲିବ ସେଇଆ ନୁହେଁ କି ବର୍ତ୍ତମାନ ଚାଲିଲାଣି ଆଜ୍ଞା ଆଜ୍ଞା ଆଉ କ'ଣ ମୋବାଇଲ ଆଜ୍ଞା ଆଜ୍ଞା ଏଇକିନା ଏଇଟା ହେଉଛି କଳିଯୁଗ ମାନେ ପ୍ରକୃତ ଚାଲିଛି କାରଣ କ୍ଲିକ୍ ଯୁଗ ଗୋଟେ କ୍ଲିକ୍ ମାରିଦେଲା ସୁଇଚ୍ ମାରିଦେଲା ସାଙ୍ଗେ ସାଙ୍ଗେ ସବୁ କାମ ହେଇଯାଉଛି ଆମେ ଯେଉଁ ସାଇନ୍ସ ଆମର କହୁଛି ଆଜ୍ଞା ଜେନେଟିକ୍ରେ ଏଗୁଡ଼ା ସବୁ ନଥିବ ଆଉ 1000 ବର୍ଷ ପରେ ଯେଉଁ ଜନ୍ମ ହେବେ ଏଗୁଡ଼ା ସବୁ ନଥିବ ଆଙ୍ଗୁଳି ନଥିବ ଛୁଆ ଜନ୍ମ ହେବେ କାରଣ ଆଉ ଆଙ୍ଗୁଳି ଆମର କାମ ନେଉଛି ନା 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 ଫୋନ୍ ଆଗରୁ ଯେଉଁ ଧରା ହେଉଥିଲା ଟିପା ଟିପି ସବୁ ଥିଲା ଏବେ ଖାଲି ସବୁ ଘୁଞ୍ଚା ଘୁଞ୍ଚା ହାତ ମାରୁଛ ନାହିଁ ବଢ଼ିଆ କଥାଟେ ପ୍ରଥମ ଭେଷ୍ଟିଜିଆଲ ଅର୍ଗାନ ହେଇଥିବ ସାଇନ୍ସରେ କହିଛି ଭେଷ୍ଟିଜିଆଲ ଅର୍ଗାନ ମାନେ ଯେଉଁ ଅର୍ଗାନ ଆଗକୁ କାମରେ ଆସିବ ନାହିଁ ପୁଅ ପିଲାଙ୍କ ସ୍ତନ ଭେଷ୍ଟିଜିଆଲ ଅର୍ଗାନ ଆମର ପୁଅ ପିଲାଙ୍କର କ'ଣ କାମରେ ଆସୁଛି କିଛି ନାହିଁ ଅଳ୍ପ ଦିନ ପରେ ଏକାଠି କୁଆଡ଼େ ପଳେଇବ ପ୍ରଥମ ପୁଅ ପିଲାଙ୍କର କାନ ଏଇଟା ପଳେଇବ କୁଆଡ଼େ କାହିଁକି ପୁଅ ପିଲାଙ୍କ କାନ କେଉଁ କାମରେ ଏଇଟା ହେଉଛି ଆଗ କାଳ ସମୟରେ କାନ ଫୁଟୁଛି ନା ସେଥିପାଇଁ ନୁହେଁ କାନଟା ରହିଛି ଯଦି କାନର ଉପରେ ଏଇ ଜାଗାଟା ପଳେଇବ ଠିକ୍ ଶୁଭନ୍ତାନି ସେଟା ଠିକ୍ ତାদের ରିବାଉଣ୍ଡ ହେଇକି ଏଟା କହୁନି ଆଜ୍ଞା ଅଙ୍କଲ ସେଟା କଥା କହୁନି କେବଳ ଏଇ ତଳଟା କଟିଯିବ କଟିଯାଇପାରେ ମେବି ନା ଏଇଟା କ'ଣ ସର୍ଭେ ରିପୋର୍ଟ ହଁ କଟିଯିବ ଗଲା ପ୍ରଥମ
ପାଦ ଆଙ୍ଗୁଳିଟା ରହିବ ଦାନ୍ତ ଅଳ୍ପ ଦିନ ପରେ ଲୋକଙ୍କ ଦାନ୍ତ ସଂଖ୍ୟା କମିଯିବ ଦାନ୍ତ ଗୋଟେ ସମୟ ଦାନ୍ତ ନଥିବ କାରଣ ଆଜିକାଲି ଚୋବା ଜିନିଷ ଲୋକ କମ୍ ଖାଉଛନ୍ତି ଡକା ଡକି ପିଆ ପିଇ ତାମାନେ ପୁଣି ସେ ମାଙ୍କଡ଼ ପରିସ୍ଥିତି ଚାଲିଯିବ ନିହାତି ଆଉ ଚୋବା ଚୋବି ଆମେ ମୁଁ ନିଜେ ତ ଗୋଟେ ମକା ଚୋଇ ପାରିନି ଦାନ୍ତ କଣ ହେଇଯାଉଛି ଆଚ୍ଛା ମାନେ କିନ୍ତୁ ମୋ ବାପା ମୋ ଜେଜେ ତାଙ୍କ ବର୍ତ୍ତମାନ ଡିଫରେନ୍ସ ଦେଖୁଛନ୍ତି ତ ପାନ ହଁ ବଡ଼ ବଡ଼ ଗୁଆ ହଁ ତାକୁ ଦାବିକି 10ଟା 12ଟା 15ଟା ଖାଇଦେଉଛନ୍ତି ଆଜ୍ଞା ଆଉ ଏଇ ଯେଉଁ ଭୁଟୁକା ବାହାରିଛି ଏଇ ମିଶେଇକି ଦରକାର ଖାଉଛନ୍ତି ସିଏ ବି ଗୋଟେ ଗୁଆ ଆଜ୍ଞା ଆଜ୍ଞା ଛୋଟ ସେଟା ଶୁଧୁ ପକ୍କା ଗୁଆ ଏମିତି ଖରାପ ଗୁଆକୁ କରିଦେଇଛନ୍ତି ସେମିତି ତାକୁ ବି ଚୋବେଇକି ଏତେ ଭଲ ଲାଗୁଛି ବହୁତ ଲୋକ ଛୋଟ ଠକି ଦେଉଛନ୍ତି ଯାହାଦ୍ୱାରା କି କ୍ୟାନ୍ସର ବି ହେଉଛି ଆଉ ଇଏ ଗର୍ଦା ଫପାଡ଼ି ଦେଉଛନ୍ତି ଆଜ୍ଞା କିଛି ଲୋକ ଅଛନ୍ତି ଗର୍ଦା ସହ ଡୋକି ଦେବେ ଏଇ ସେ କଥା କହୁଛନ୍ତି ଆମର ନିଜେ ଏଇ ରକମ ହେଇକି ସେଟା କ'ଣ ହେଉଛି ଏଇ ଯେଉଁ ଗୋଡ଼ା ସବୁ ୱିକ୍ ହେଇଯାଉଛି ଡ୍ୟାମେଜ୍ ହେଉଛି ଡ୍ୟାମେଜ୍ ଗୋଟେ ସିଷ୍ଟମ୍ 10-12 ଦିନ ମୋର ଜଣେ ମାମୁଁ ହିସାବରେ ମରିଗଲେ କ୍ୟାନ୍ସର ହଁ କ୍ୟାନ୍ସର ଏଇ ତ ଗୋଟେ ଏଥିରୁ ଶୁଣିଥିଲି ଯେ ରୋଷେଇ ଘରେ ଥିବା ଆଲୁମିନିୟମ ଜିନିଷ ଗୁଡ଼ା ସେ ହିଁ କ୍ୟାନ୍ସରର ମୂଳ ତାପରେ କ୍ୟାନ୍ସର କୌଣସି ରୋଗ ନୁହଁ କ୍ୟାନ୍ସର ଯଦି ରୋଗ ଥାନ୍ତା ଏପର୍ଯ୍ୟନ୍ତ ମେଡ଼ିସିନ ଆସିବା କଥା ନା 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 ଶୁଣ ସବୁ ରୋଗ ସମସ୍ତଙ୍କ ଦେହରେ ଅଛି ସେଟା ଗ୍ରୋ କରୁଛି କାହା ପାଖରେ ଖାଦ୍ୟ ନେଇକି ସବୁ ଆଜ୍ଞା କ୍ୟାନ୍ସର ହେଲା ଅଙ୍କଲ ଗୋଟେ ବଡିର ମେଟାବଲିକ୍ ଡିଜର୍ଡର ମାନେ ଆମ ଦେହ ଯେତେବେଳେ ସନ୍ତୁଳନ ହରାଇବ ସେ କ୍ୟାନ୍ସରଟା ଜନ୍ମ ହୁଏ କେମିତି ଏବେ କାହିଁ ଅଧିକ ହେଉଛି ଆଗରୁ ନଥିଲା ଡିଫରେନ୍ସ ଧର ଆମ ଟେମ୍ପରେଚର 10 ଧର ମୁଁ ମୂର୍ଖ ହିସାବରେ କହୁଛି ଆମ ବଡିର ତାପମାତ୍ରା 10 ଆମେ ତାକୁ 8 ଦେଲେ କିମ୍ବା 11 ଦେଲେ ଏପଟ ସେପଟ ହେବ 8 ଦେଲେ କମିଯିବ 11 ଦେଲେ ବଢ଼ିଯିବ ଆଜିକାଲି କ'ଣ ହେଉଛି ଧର ନର୍ମାଲି ଆମ ବଡ଼ିର ଟେମ୍ପରେଚର ଏତିକି ଥଣ୍ଡା ପାଣି ଚଟିକା ଗଲା ଥଣ୍ଡା ପାଣି ପିଇଦେଲେ ଖରାରୁ ଗଲେ ଘଟିକା ଥଣ୍ଡା ପାଣି ପିଇଦେଲେ ସେ ବଡ଼ିର କ'ଣ କଲା ସନ୍ତୁଳନ ହରାଇଦେଲା କିନ୍ତୁ ଆମକୁ ସିନା ଖୁସି ଲାଗିଲା ପିଇଦେଲେ ଓ ଶାନ୍ତି ଲାଗିଲା କିନ୍ତୁ ବଡ଼ିର ସନ୍ତୁଳନ ହରାଇଦେଲା ସେ ଗୋଟେ ପ୍ରଥମ କାରଣ ତାପରେ ଥଣ୍ଡା ପିଆ ଚାଲିଛି ଗରମ ଅତ୍ୟଧିକ ଗରମ ଅଚାନକ ଥିଲେ ସେ ବି କ'ଣ ହେଲା ବଡ଼ିର ସନ୍ତୁଳନ ହେଲା ଗଲା ମୁଣ୍ଡ ଜଖମ ଯେଉଁ ସବୁ ଗୋଡ଼ ହାତ ହେଲା ଆମେ ଧ୍ୟାନ ଦେଲେନି ସେ ଗୋଡ଼ ଝୁଣ୍ଟି ପଡ଼ିଲେ ଆମେ ଧ୍ୟାନ ଦେଲେ ଗରମ ହେଇ ଚଳେ ଯାହା ବି ହଉ ଆମେ ଦେଲେନି କି ଆମ ସମୟ ଆମକୁ କରେଇ ଦେଲାନି ସେଇଟା ଅଲଗା କଥା ଏଇ ଟିକେ ଟିକେ ଆମ ବଡ଼ିର କ'ଣ ସନ୍ତୁଳନଟା ହରେଇ ଏ ସନ୍ତୁଳନ ହରିଲେ ସେଇଠୁ କ୍ୟାନ୍ସରର ଉତ୍ପତ୍ତି ହୁଏ ଫୋନ୍ ଖେଞ୍ଚା ହଉ ବା ମୋବାଇଲ ଗପ ପାଇଁ ଆମେ 12ଟା ଗୋଟେ ରାତି କରିଦେଉଛୁ ସେଇଟା 10ଟା ହେଇଗଲା ଗୋଟେ କାରଣ ଆମ ବଡ଼ିର କ'ଣ ଟାଇମ୍ ଚେଞ୍ଜ କରିଦେଲେ ଗ୍ରହଣ କରୁନା ଆମେ ଶୋଇବା ପୁଣି ଯଦି 11ଟାରେ ଆମେ 12ଟା ନିହାତି 6-7 ଘଣ୍ଟା ଶୋଇବା କଥା ଆମେ ଗୋଟେ ରାତିରେ ଶୋଇଲେ କିନ୍ତୁ ଆମେ ସ୍କୁଲ ଯିବା ବିଷୟ ଭୋର ଉଠି ପଡ଼ିଲେ 5ଟା ରାତିରେ ଉଠି ପଡ଼ିଲେ କିନ୍ତୁ ଆକ୍ଚୁଆଲି ଉଠିବା କଥା 8ଟା ବେଳେ କିନ୍ତୁ 8ଟା ଉଠିବା କଥା ନୁହଁ କିନ୍ତୁ ସେଇ ଅନୁସାରେ କହିଲେ 8ଟାରେ ଉଠିବା କଥା ଆମେ ଭୋର ଉଠି ଆମ କାମ ପାଇଁ ଗଲେ ପଇସା ହେଉଛି ଯେଉଁଥିପାଇଁ ହଉ ଯାହା ପାଇଁ ଗଲେ 8 ଘଣ୍ଟା ନିଦ ଆମେ 3 ଘଣ୍ଟା 4 ଘଣ୍ଟା ନେଇଆଇଲେ ଅବଶ୍ୟ ବଡ଼ିର ଗୋଟେ ଏଇ ହେଲା କ୍ୟାନ୍ସର ଏଇଟା ହେଲା ଠିକ୍ ଏଇଟା ଠିକ୍ ପ୍ରକୃତରେ ଆମେ ବାଧ୍ୟରେ ସବୁ କାମ ଗୁଡ଼ା କରୁଛୁ ଧ୍ୟାନ ଦେଉନାହାନ୍ତି ସେଇ 24 ଘଣ୍ଟା ଆଗରୁ ସମସ୍ତେ ଅଇସ୍ କରୁଥିଲେ କାରଣଟା ହେଉଛି କେବଳ କ'ଣ କହିଲେ ଲୋଭ ପଇସା ଲୋଭ ମୂଳଟାକୁ ମୁଁ 1,00,000 ଟଙ୍କା ଦରମା ପାଉଛି ସେଇଟାକୁ ରଖିଦେଇକି ଖୁଚୁରା କେଉଁଠି ରୋଜଗାର କରି ସେଇଥିରେ ଚଳିଯିବ ସେଇ ଯେଉଁ ଖୁଚୁରାଟା କଲି ଏକ୍ସଟ୍ରା ଦେହ ପ୍ରତି ମଧ୍ୟ କ୍ଷତି ହେଲା ଏବଂ ଅନୈତିକ ଭାବରେ ସେଟାକୁ ରୋଜଗାର ହେଲା ନୈତିକତା ନୁହେଁ ସେ ରୋଜଗାର ହେଲାନି ଏବଂ ସେଇଥିପାଇଁ ଆଜ୍ଞା ସିଏ ବି ବଦଳାଇକି ଦେଉନି ନିଶ୍ଚିତ ଲୋଭ ଶକ୍ତି ବଢ଼ିଯାଇଛି ଭୋଗ ହେଇଗଲି ନାଇଁ ଆପଣ ଦେଖୁନାହାନ୍ତି ଅନେକ ଲୋକ ଶୋଉଛନ୍ତି ଛୋଟ ଛୁଆଠାରୁ ବଡ଼ ପନ୍ଦ ଠିକ୍ ସକାଳ ହେବା ପୂର୍ବରୁ ସମସ୍ତେ ଉଠୁଛନ୍ତି ଛୋଟ ଛୁଆଟେ ହଉ ବା ବଡ଼ ହଉ ସେଟା ଏଇଟା ମୁଁ ବୁଝିପାରେ ନା ଏଇଟା ଅଭ୍ୟାସ ନା ଈଶ୍ୱରଙ୍କ ଦ୍ୱାରା ଏଇଟା ନିର୍ଦ୍ଦେଶ ପ୍ରକୃତିର ନିର୍ଦ୍ଦେଶ ମାନେ ଆପଣ ଦେଖୁନାହାନ୍ତି ଗୋଟେ ପାନ କଳ ଯଦି ଆଖିକି ଶୋଇଥିବେ ସକାଳ ହେଲା ମାନେ ପିତା ଲାଗିବ ନାଇଁ କି ସୁନା ଜିନିଷ ପିନ୍ଧିଥିଲେ ସେଟା ଥଣ୍ଡା ଲାଗିବ এটা হচ্ছে গোটে পূর্ব কথা তেণুকরি পান কল পিতা লাগলানি সকাল হেলানি প্রকৃত সকাল আপনার দেখুন সকাল হেলা বেড়ে অটোমেটিকলি পক্ষী মানকর ঝিলি খোলি যাচ্ছে আখির যাকি সে কাকলি দৌঁছেন মানে কি কুয়া কা কହୁଛି কହୁଛି আগে আজ্ঞা ଆପଣ ଗୋଟେ ଫୁଲ କଢ଼ ନେଇକି ତୋଳିକି ସନ୍ଧ୍ୟାବେଳେ ରଖିଦିଅନ୍ତୁ ଘର ଭିତରେ ଦେଖିବେ ସେ ରାତି ସାରା ଫୁଟିବନି ସେଇ ସକାଳ ହେଲା ବେଳକୁ ଫୁଟି ଉଠିବ କିନ୍ତୁ ସୂର୍ଯ୍ୟ କିରଣ ସେଠି ପଡ଼ୁନି କିନ୍ତୁ ଏନଭାରମେଣ୍ଟର ପ୍ରଭାବ ନାଇଁ କି ମୋତେ ଜଣେ ଆସି ପଚାରିଲେ ହେଲେ ଆଚ୍ଛା ଇଏ ବାରୁଣୀ ବୁଡ଼ ପଡ଼ୁଛି ତେବେ ସେଇ ତୀର୍ଥ ହେଲା ବୋଲି ସେ ପାଣିଟା ଆମେ କେମିତି ଜାଣିବା ମୁଁ ଏଇଟା ଗୋଟେ ସର୍ଟରେ ତାଙ୍କୁ କହିଲି ମୁଁ କହିଲି ଆଜ୍ଞା ଆମକୁ ଗୋଟେ ବିଶ୍ୱାସ ବି କରିବାକୁ ପଡ଼ିବ ଆଉ ଗୋଟେ କଥା କ'ଣ ଯେ ଆପଣ ତ ସମୁଦ୍ରରେ ଶାମୁକା ଭାସୁଛନ୍ତି
ବର୍ଷା ବି ସବୁବେଳେ ହେଉଛି, ସମୁଦ୍ରରେ ଅନେକ ସମୟରେ ବର୍ଷା ହେଉଛି, କିନ୍ତୁ ସବୁଟା କାହିଁ ମୁକ୍ତା ହେଉନି ନା? ଯେବେ ସ୍ୱାତି ନକ୍ଷତ୍ର ପଡ଼ିଥିବ ସେଇ ସମୟରେ ଶାମୁକା ଭିତରେ ଯେତିକି ବର୍ଷା ଜଳ ରହିଗଲା ସେତିକି ହିଁ ହେବ ମୁକ୍ତା। ଆଉ ଏବେ ଯେଉଁ ମୁକ୍ତା ମାନେ ଚାଷ ମୁକ୍ତା, ଚାଷ କରାହେଉଛି ମାନେ କେମିକାଲ ଦ୍ୱାରା, କିନ୍ତୁ ସେଇ ଯେଉଁ ମୁକ୍ତା ଯଦି ସ୍ୱାତି ନକ୍ଷତ୍ର ପଡ଼ିଲେ ହିଁ ହେଉଛି ମାନେ ମୁକ୍ତା ହେଇଯାଉଛି। ଯଦି ବର୍ଷା ଜଳଟା ମୁକ୍ତା ହେଇପାରେ ମାନେ ଅଲଗା ନକ୍ଷତ୍ରରେ କାହିଁକି କରାମତି ନାହିଁ ଯାହାକି ତୀର୍ଥ କରିଦେବ? ଶ୍ରବଣ ନକ୍ଷତ୍ର ହଉ ଯେଉଁ ନକ୍ଷତ୍ର ହଉ ପଡ଼ିଲେ କାହିଁକି ନ ହେବ? ତେବେ ଆମେ ତାକୁ ଯେଉଁମାନେ ଆଗରୁ ସର୍ଚ୍ଚ କରିଛନ୍ତି, ଆମେ ରିସର୍ଚ୍ଚ କରୁଛୁ। ଆଗରୁ ସାଧୁସନ୍ତମାନେ ସେମାନେ ମାନେ ଜ୍ଞାନୀ ଖାଲି ନୁହେଁ, ବିଜ୍ଞାନୀ ମଧ୍ୟ ଥିଲେ, କାରଣ ସିଏ ସୂତା କରିଥିଲେ, ତୁଳାରୁ ସୂତା କରିଥିଲେ। ଆମେ ଏଠି କଟାମଟା କରି ପିନ୍ଧୁଛନ୍ତି। ଯିଏ ତୁଳାରୁ ସୂତା କରିଥିଲେ ସିଏ ହେଉଛି ବିଜ୍ଞାନୀ। ଆଜ୍ଞା ଆଜ୍ଞା କେମିତି ହେଇପାରିବ? ଯାହାକି ଲଜ୍ଜା ନିବାରଣ କରୁଛି। ଆମେ ଓଲଟି ଅଲଜ୍ଜା ଆଜ୍ଞା 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 ଆମେ ଆଉ ଗୋଟେ ବଡ଼ କଥାଟେ, ଆମେ ଯାହା ଏଇଠି ଖାଉଛନ୍ତି ସେଗୁଡ଼ା ପ୍ରକୃତିରେ ଖାଦ୍ୟ ନୁହେଁ, ସେଗୁଡ଼ା ଏଇ ଶରୀର ବଢ଼ିବା ପାଇଁ ଗୋଟେ ଗୋଟେ ଔଷଧ ନାହିଁ କି? ଏଗୁଡ଼ା ଆୟୁର୍ବେଦିକ ଔଷଧ। ସେମାନେ କେତେ କନେରୀ ଫଳ ଦୁଦରା ମଞ୍ଜି ଏମିତି ଖାଇକି କହିଛନ୍ତି ଏଗୁଡ଼ା ବିଷ, ଆମେ ସେଗୁଡ଼ା ଖାଉନାହାନ୍ତି। ତେଣୁ ଆମେ ବଞ୍ଚି ଯାଉଛନ୍ତି, କରିଛନ୍ତି ମରିଛନ୍ତି। ହଁ ତେଣୁ କହିଦେଲେ ହଁ ପ୍ରଥମ ଯିଏ ସବୁ ଆଜ୍ଞା ଆଜ୍ଞା ଆଜ୍ଞା। କିନ୍ତୁ ଆମମାନଙ୍କ ପାଇଁ ଯେଉଁ କରାହେଇଛି, ଯେଉଁ ପନିପରିବା ଏମିତି କରିଦିଆଯାଇଛି, ତା ଦେହରେ କୁହାହେଇଛି ଯେ ଅଧିକ ତେଲ ମସଲା ଦେବନି। ତେଲଟା ଦେଖୁଛନ୍ତି ସୋରିଷରୁ, ତାମାନେ ସେଟା ମଧ୍ୟ ଦେହ ପାଇଁ ଭଲ। ସବୁ ଜିନିଷଟା ଏଗୁଡ଼ା ଗୋଟେ ଆୟୁର୍ବେଦିକ ଜିନିଷ ଯାହାକି ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ବଢ଼ିବା ପାଇଁ, ଶୃଙ୍ଖଳିତ ରଖିବା ପାଇଁ। ତେଣୁ ଆମେ ଯଦି ଅଧିକ ଖାଇବା ମରିବା। ଆଜ୍ଞା 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 ଏଇ ଜିନିଷ ଗୁଡ଼ା କିନ୍ତୁ ଆମେ ଏଇଠି ପାଠ ନାଁରେ ମାନେ ଅପାଠ ଗୁଡ଼ା ପଢ଼ୁଛୁ କହିବାକୁ ଗଲେ, ନହେଲେ ଆମେ ତାଙ୍କୁ କେମିତି ହୀନ ମନ୍ୟତା କରନ୍ତେ? ତାଙ୍କୁ ଆମେ ମାନନ୍ତେ ନା, ତାଙ୍କୁ ସମ୍ମାନ ଦିଅନ୍ତେ। ପୂଜାର ଗୋଟେ ପରମ୍ପରା ରହନ୍ତା ନାଇଁ ଆଜ୍ଞା। ପାଠ ଡେଫିନେସନ୍ କ'ଣ କି? ପାଠ ଠକୁ ପାଇବା ପାଠ, ତାକୁ ପାଇବା କାଠିଏ ପାଠ ନାଇଁ କି? ସା ବିଦ୍ୟା ଯାହା ବିମୁକ୍ତ ହୁଏ, ଯିଏ ବିଦ୍ୟା ଯିଏକି ବିମୁକ୍ତି ପ୍ରଦାନ କରିପାରେ। କିନ୍ତୁ ଅଙ୍କ ଭୂଗୋଳ କ'ଣ ବିମୁକ୍ତି ଦେବ କି? ଏଇଟା ଜୀବନ ଜୀବିକା ପାଇଁ। କିନ୍ତୁ ଆମେ ଜୀବନ ଜୀବିକାରେ ପଢ଼ିଥିବା ପାଠକୁ ନେଇକି କିନ୍ତୁ ଅନ୍ୟକୁ ପୂର୍ବସୂରୀମାନଙ୍କୁ ଅପଦସ୍ଥ କରୁଛନ୍ତି ନାଇଁ କି? ନିହାତି ମାନିବା ଦରକାର। ଆମେ ଆଗକୁ ବଢ଼ିପାରନ୍ତି, କିନ୍ତୁ ତାଙ୍କୁ ଯେ କରିବା ଅପମାନିତ କରିବା ତାହା ନୁହେଁ, ମାନେ କଦାପି ନୁହେଁ। ସମସ୍ତେ କରୁନାହାନ୍ତି ନା, ଏଟା ନିଶ୍ଚିତ କଥା ଯେ କି ଆମର ବଢ଼ିବ କେମିତି ମାନ? ଆମେ ଯଦି ପୂର୍ବସୂରୀମାନଙ୍କୁ ଅପମାନ ଦେବା, ଆମ ମାନ କେବେ ବଢ଼ିବ ନାହିଁ ନା। ଆମେ ଅନ୍ୟକୁ ମହାପୁରୁଷ କହିକି ଫୁଲହାର ଟାଙ୍ଗୁଛନ୍ତି, କିନ୍ତୁ ଆମେ ଭୁଲି ଯାଉଛନ୍ତି ଯେ ଆମ ପୂର୍ବପୁରୁଷମାନଙ୍କର ଫଟୋରେ ମଧ୍ୟ ଆମେ ବି ଦେଉଛନ୍ତି ଫୁଲହାର। ସେମାନେ ଯେ ଆମ ପାଇଁ ମହାପୁରୁଷ ଏକଥା କାହିଁକି କହିବେ ନାଇଁ କି? ସେମାନେ ଥିଲେ ବୋଲି ଆମେ ଆଜି ଆସିଛୁ ନା। ସିଏ ନଥିଲେ ଆମେ ନିହାତି ସବୁ କରିକି ଛାଡୁଛନ୍ତି। ଆଜ୍ଞା ସର୍ଚ୍ଚ କରିସାରିଛନ୍ତି, ଆମେ ରିସର୍ଚ୍ଚ କରୁଛୁ। ଅତ୍ୟଧିକ କୌଣସି ଜିନିଷ ଖାଇବ ନାହିଁ ଆଜ୍ଞା, କିନ୍ତୁ ଲୋକ ଅତ୍ୟଧିକ ଖାଉଛି ଲୋଭ। ଆଜ୍ଞା ଏ ଲୋଭ ପରିମାଣ ଯୋଉଦିନ କମିଯିବ ଲାଭ ହିଁ ଲାଭ, ଲୋଭ ସରିଗଲେ ଲାଭ ସବୁ ଆସିଯିବ। ଆଜ୍ଞା 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 ହଁ ସନ୍ତୁଳନ ଦେଖାଯାଉ କେବେ କ'ଣ ହବ। ବର୍ଷା ଛାଡ଼ିଲା